19 ଜିତିला ପରେ ପାଣ୍ଡିଆନ ଯେତେବେଳେ ନିଜକୁ ସୁपर ସିଏମ ଭାବିଲେ ତାର ଫଳ ଆଜି ଦଳ ଭୋଗିଛି କିନ୍ତୁ ହ୍ୟାଙ୍ଗଓଭର ହେଇଯାଇଛି। ମୁଁ ଭାବୁଛି ପାଣ୍ଡିଆନଙ୍କର ପ୍ରଥମ ଲକ୍ଷ୍ୟ ଥିଲା ନବୀନ ବାବୁଙ୍କର ସମ୍ପତ୍ତି ବୋଧେ ଦଖଲ କରିବା। ମହତାବ ଗଲେ କଟକରେ ବିଜେପିକୁ ଏଇ ପାଣ୍ଡିଆନଙ୍କ ପାଇଁ, ବର୍ତ୍ତମାନ ଦେବାଶିଷ ସାମନ୍ତରା ଗଲେ ଏଇ ପାଣ୍ଡିଆନଙ୍କ ପାଇଁ, ପ୍ରଭାତ ବିଶ୍ୱାଳ ବି କାହା ନା କହିକି ଗଲେ ପାଣ୍ଡିଆନ ପାଇଁ। ସମସ୍ତେ ଭୁଲ, ତମେ ଏକୁଟିଆ ଠିକ। ଯୋଉ ପାଣ୍ଡିଆନ ଓଡିଶାର ସେବା କରିବା ପାଇଁ ଚାକିରି ଛାଡ଼ିଦେଲେ, ଯୋଉଟା କୁହାଯାଉଛି ଗପ, ବର୍ଷକୁ 36 ଲକ୍ଷ, ଆଉ 10 ବର୍ଷ ଚାକିରି କରିଦେଲେ କେତେ ପାଇଥାନ୍ତେ? 3,60,00,000, ସୁଧମୂଳ ମିଶିଲେ କେତେ? 5 କୋଟି। ଏଟା 625 କୋଟି ଠିଆ ହେଇଛି, ଖୁମ୍ପାଟା ମାରିଦେଲେ 10-15। ନବୀନ ବାବୁଙ୍କର ନିଜର ପୁତୁରା ଅଛନ୍ତି କି ନାହିଁ? ଅଛନ୍ତି। ଆପଣ ଜାଣିଥିବେ ଜେଜ ସମ୍ପତ୍ତିରେ ନାତିର ସବୁଠାରୁ ବଡ ଅଧିକାର। ବିଜୁ ବାବୁଙ୍କର ନାତି କିଏ? ପ୍ରେମ ପଟ୍ଟନାୟକଙ୍କ ପୁଅ। କିନ୍ତୁ ଆପଣଙ୍କୁ ଗୀତା ମେହେଟା ଗୋଟେ ଭାଗ ଦେଇଦେଲେ ଦିଲ୍ଲୀ ଘର, ଆପଣଙ୍କର ଗୋଟେ ଭାଗ, 2/3 ମାନେ 3 ଭାଗରୁ 2 ଭାଗ ଆପଣଙ୍କ ହାତରେ। ଆପଣଙ୍କର ତ କେହି ନାହିଁ। ଆଟଲିଷ୍ଟ ଯେ ମୋ ବାପାଙ୍କର ସମ୍ପତ୍ତି ମୋ ଘରର କିଏ ଗୋଟେ ବ୍ୟବହାର କରୁ, ସାଧାରଣରେ ଗୋଟେ ଗାଁ ଗହଳିର ଲୋକ ବି ସେ ଚିନ୍ତା କରୁଛି। ନବୀନ ବାବୁଙ୍କର ଏମିତି କଣ ହେଇଗଲା ଯେ ନାଇଁ ସେ ସମ୍ପତ୍ତି ମୋ ପୁତୁରାକୁ ଦେବିନି, ପାଣ୍ଡିଆନକୁ ଦେବି। ସୁଭାଷ ସିଂ ପାଣ୍ଡିଆନଙ୍କ ପାଖରେ ପ୍ରିୟ ହେଇପାରନ୍ତି। ଦେବାଶିଷ ସାମନ୍ତରା ଭଳି ଲୋକ ଯାହାଙ୍କ ବାପା 1985 ବି କଂଗ୍ରେସର ଏମଏଲଏ ଥିଲେ, ଆଙ୍କ ପାଖରେ ହାଞ୍ଜି ହାଞ୍ଜି କରିବେ? ପ୍ରାକ୍ଟିକାଲକୁ ଚାଲନ୍ତୁ। ହଠାତ୍ ଗୋଟେ ପାଣ୍ଡିଆନ ଫେରିଆସ ବୋଲି ଗୋଟେ ନାରା ଦିଆଗଲା। ଏ ନାରା କେହି ସାଧାରଣ ଲୋକ ଦେଇନାହାନ୍ତି। ପାଣ୍ଡିଆନଙ୍କର ସବୁତକ ଏଜେନ୍ସି ମେସିନାରୀ ବିଜୁ ଜନତା ଦଳର ମିଡିଆ ସେଲ୍, ଆଇଟି ସେଲ୍ରେ କାମ କରୁଛନ୍ତି। ତେଣୁ ସେମାନଙ୍କ ଜରିଆରେ ଗୋଟେ ପ୍ରଚାର କରାହଉଛି ଯେ ପାଣ୍ଡିଆନଙ୍କ ବିନା ସତେ ଯେମିତି ଓଡ଼ିଶା ଆଉ ବିକାଶ ହେଇନଥାନ୍ତା, କି ପାଣ୍ଡିଆନଙ୍କ ବିନା ବିଜେଡି ମଧ୍ୟ ରହିନଥାନ୍ତା। କାଲି ନବୀନ ନିବାସରେ ମଧ୍ୟ ସେଇଆ ହବ। ଏଠି ବି ଗୀତା ମେହେଟା ଦେଇଛନ୍ତି 2/3 ଭାଗ ଅଛି, ସମ୍ପତ୍ତି ନେଇଗଲେ। ଦଳରେ 625 କୋଟି ଟଙ୍କା। ଆଜି କଳିଟା କୋଉଠି ହେଇଛି? ସୁଭାଷ ସିଂଙ୍କ ପାଖରେ। ଦେବାଶିଷ ସାମନ୍ତରାୟ ବିଜୁ ଜନତା ଦଳର ଜଣେ ଭଲ ନେତା। ଆଜି ନ ତିର୍ତ୍ତୋଲରୁ ଜିତିଛନ୍ତି, ଆପଣଙ୍କର ବାରବାଟୀ କଟକରୁ ଜିତିଛନ୍ତି, ରାଜ୍ୟସଭା ଏମପି କରିଛନ୍ତି। କିନ୍ତୁ ତାଙ୍କୁ ବିଜେଡି ରାଜନୀତିରୁ ହଟେଇବା ପାଇଁ ମଧ୍ୟ ଚକ୍ରାନ୍ତ ହେଇଛି। ଆପଣ ମାନେ ଜାଣିଥିବେ ଦେବାଶିଷ ସାମନ୍ତରାୟ ହେଉଛନ୍ତି ନବୀନ ବାବୁଙ୍କର ଗ୍ଲାସମେଟ୍। ତେଣୁ ସେଭଳି ଭାବରେ ତାଙ୍କର ବହୁତ ନିଘନ ସମ୍ପର୍କ ରହିଥିଲା। ସେ ଯୋଉ ଅଭିଯୋଗ ଆଣିଛନ୍ତି ବିକେ ପାଣ୍ଡିଆନଙ୍କ ନାଁରେ, ମୁଁ ମଧ୍ୟ ବିଜୁ ଜନତା ଦଳରେ ନେତାଙ୍କୁ କିଛି ପଚରା ପଚରି କରୁଥିଲି। ତାଙ୍କ ଅଭିଯୋଗଟି ସମ୍ପୂର୍ଣ୍ଣ ସତ୍ୟ। ତାଙ୍କର 4-5 ଜଣ ବଡ ନେତା ମଧ୍ୟ ଯାଇ ନବୀନ ନିବାସରେ କଥା ହେଇଥିଲେ ଯେ ଯଦି ଦେବାଶିଷ ସାମନ୍ତରାୟ ଅଭିଯୋଗ କରୁଛନ୍ତି ତାଙ୍କ କଥା ଦଳ ଶୁଣୁନାହିଁ, ନବୀନ ବାବୁଙ୍କୁ ଦେଖା କରିପାରୁନାହାନ୍ତି, ଆପଣ ସରପଞ୍ଚ, ଚେୟାରମ୍ୟାନ, ଏମଏଲଏ, ପୂର୍ବତନ ଏମଏଲଏ ଏମାନଙ୍କୁ ଦେଖା କରୁଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ସହିତ ଥରେ ଦେଖା କରିଦିଅନ୍ତୁ, ଯାହାଫଳରେ ତାଙ୍କ ମନରେ ଥିବା କ୍ଷୋଭ ଦୂର ହେଇଯିବ। ଯଦି ଦେବାଶିଷ ସାମନ୍ତରାୟ ଧୋକେବାଜ ହେଇଥାନ୍ତେ, ଆପଣ ଲକ୍ଷ୍ୟ କରିଥିବେ ପ୍ରଭାତ ବିଶ୍ୱାଳ ବିଜେଡି ଛାଡ଼ିଲେ, ବିଜେପି ସପକ୍ଷରେ ଗପିଲେ, ତାଙ୍କୁ କିଏ କଟକରେ କାଉଣ୍ଟର କରିଥିଲା? ଦେବାଶିଷ ସାମନ୍ତରାୟ। ଯଦି ତାଙ୍କ ମନ ଭିତରେ ବିଜେପି ଥାନ୍ତା ତାହେଲେ ସେ କାଉଣ୍ଟର କରିନଥାନ୍ତେ, ସେ ବରଂ ଦଳକୁ କାଉଣ୍ଟର କରିଥାନ୍ତେ। କିନ୍ତୁ ସେ ପ୍ରଭାତ ବିଶ୍ୱାଳକୁ କାଉଣ୍ଟର କରିଥିଲେ। ତିର୍ତ୍ତୋଲରେ ଗୋଟେ ବୈଠକ ହେଇଥିଲା, ଯେତେବେଳେ ତାଙ୍କର ବିଧାୟକ କ୍ରସ ଭୋଟିଂ କରିଥିଲେ, ତିର୍ତ୍ତୋଲରେ ମିଟିଂ ଯାଇ କରି ସେ ବିଧାୟକଙ୍କୁ ଗାଳି ଦେଇଥିଲେ। ଆଜି ସେ କାହିଁକି ଛାଡ଼ିଲେ? ହଠାତ୍ ଗୋଟେ ପାଣ୍ଡିଆନ ଫେରିଆସ ବୋଲି ଗୋଟେ ନାରା ଦିଆଗଲା। ଏ ନାରା କେହି ସାଧାରଣ ଲୋକ ଦେଇନାହାନ୍ତି। ପାଣ୍ଡିଆନଙ୍କର ସବୁତକ ଏଜେନ୍ସି ମେସିନାରୀ ବିଜୁ ଜନତା ଦଳର ମିଡିଆ ସେଲ୍, ଆଇଟି ସେଲ୍ରେ କାମ କରୁଛନ୍ତି। ତେଣୁ ସେମାନଙ୍କ ଜରିଆରେ ଗୋଟେ ପ୍ରଚାର କରାହଉଛି ଯେ ପାଣ୍ଡିଆନଙ୍କ ବିନା ସତେ ଯେମିତି ଓଡ଼ିଶା ଆଉ ବିକାଶ ହେଇନଥାନ୍ତା, କି ପାଣ୍ଡିଆନଙ୍କ ବିନା ବିଜେଡି ମଧ୍ୟ ରହିନଥାନ୍ତା। କିନ୍ତୁ ଯେତେବେଳେ 1998 ବିଜୁ ଜନତା ଦଳ ଗଠନ ହେଇ 2014 ପର୍ଯ୍ୟନ୍ତ ଜିତିଥିଲା, ପାଣ୍ଡିଆନ 2012 ମେ ଷଡ଼ଯନ୍ତ୍ର ପରେ 29 ଷଡ଼ଯନ୍ତ୍ର ପରେ ଆକ୍ଟିଭ ହେଇଥିଲେ। ତା ପୂର୍ବରୁ ବି ବିଜେଡି ସରକାର ଥିଲା, ନବୀନ ବାବୁ ବି ପପୁଲାର ଥିଲେ, ଦଳ ବି ଜିତୁଥିଲା। 19 ଜିତିଲା ପରେ ପାଣ୍ଡିଆନ ଯେତେବେଳେ ନିଜକୁ ସୁପର ସିଏମ ଭାବିଲେ ତାର ଫଳ ଆଜି ଦଳ ଭୋଗିଛି, କିନ୍ତୁ ହ୍ୟାଙ୍ଗଓଭର ହେଇଯାଇଛି। ମୁଁ ଭାବୁଛି ପାଣ୍ଡିଆନଙ୍କର ପ୍ରଥମ ଲକ୍ଷ୍ୟ ଥିଲା ନବୀନ ବାବୁଙ୍କର ସମ୍ପତ୍ତି ବୋଧେ ଦଖଲ କରିବା। ନବୀନ ବାବୁଙ୍କର ପୁତୁରାଟେ ଅଛି କି ନାହିଁ? ଅନେକ ଲୋକ ନବୀନ ବାବୁଙ୍କ ଫ୍ୟାନ୍ ଆମ ଉପରେ ରାଗି ପାରନ୍ତି। ମୁଁ କିଛି ପର୍ଟିନେଟ କ୍ୱେଶ୍ଚିନ୍ ପଚାରୁଛି। ପ୍ରଶ୍ନଟି ହେଉଛି ନବୀନ ବାବୁଙ୍କର ନିଜର ପୁତୁରା ଅଛନ୍ତି କି ନାହିଁ? ଅଛନ୍ତି। ଆପଣ ଜାଣିଥିବେ ଜେଜ ସମ୍ପତ୍ତିରେ ନାତିର ସବୁଠାରୁ ବଡ ଅଧିକାର।
ବିଜୁ ବାବୁଙ୍କର ନାତି କିଏ? ପ୍ରେମ ପଟ୍ଟନାୟକ ପୁଅ। କିନ୍ତୁ ଆପଣଙ୍କୁ ଗୀତା ମେହେଟା ଗୋଟେ ଭାଗ ଦେଇଦେଲେ ଦିଲ୍ଲୀ ଘର, ଆପଣଙ୍କର ଗୋଟେ ଭାଗ, ଟୁ ଥାର୍ଡ ମାନେ 3 ଭାଗରୁ 2 ଭାଗ ଆପଣଙ୍କ ହାତରେ। ଆପଣଙ୍କର ତ କେହି ନାହିଁ। ଆଟଲିଷ୍ଟ ଯେ ମୋ ବାପାଙ୍କର ସମ୍ପତ୍ତି ମୋ ଘରର କିଏ ଗୋଟେ ବ୍ୟବହାର କରୁ, ସାଧାରଣରେ ଗୋଟେ ଗାଁ ଗହଳିର ଲୋକ ବି ସେ ଚିନ୍ତା କରୁଛି। ନବୀନ ବାବୁଙ୍କର ଏମିତି କଣ ହେଇଗଲା ଯେ ନାଇଁ ସେ ସମ୍ପତ୍ତି ମୋ ପୁତୁରାକୁ ଦେବିନି, ପାଣ୍ଡିଆନକୁ ଦେବି। এটা ଭଲ ଲୋକର ଭଲ ବ୍ୟକ୍ତିର ଲକ୍ଷଣ? କିଛି ଗାଲୁଆ ବିଜେଡି ନେତା ମାନେ କହିପାରନ୍ତି ନବୀନ ବାବୁଙ୍କ ଇଚ୍ଛା, ହଁ ତାଙ୍କ ପ୍ରପର୍ଟି ସେ କାହାକୁ ଦେବେ ଇଚ୍ଛା। ଗୋଟେ ସାଧାରଣ ଗାଁରେ ଯଦି ଏମିତି କିଏ କରିଥାନ୍ତେ ସେ ଲୋକଟାକୁ କଣ କହିଥାନ୍ତେ? ଛି ଛାକର କରିଥାନ୍ତେ, କହିଲେ ନାତିଟାକୁ ନ ଦେଇକି ବାହାର ଲୋକଙ୍କୁ ଦେଇକି ଯାଉଛୁ ସମ୍ପତ୍ତି। କାଲି ନବୀନ ନିବାସରେ ମଧ୍ୟ ସେଇଆ ହବ। ଏଠି ବି ଗୀତା ମେହେଟା ଦେଇଛନ୍ତି, ଟୁ ଥାର୍ଡ ଭାଗ ଅଛି, ସମ୍ପତ୍ତି ନେଇଗଲେ। ଦଳରେ 625 କୋଟି ଟଙ୍କା। ଆଜି କଳିଟା କୋଉଠି ହେଇଛି? ସୁଭାଷ ସିଂଙ୍କ ପାଖରେ। ଦଳରେ କେବଳ ଯୋଡ଼ିଏ ସ୍ଥିର ଆପଣ ଦେଖିଦେବେ, ସାଧାରଣ ସମ୍ପାଦକ ବଦଳୁଛନ୍ତି, ସମ୍ପାଦକ ବଦଳୁଛନ୍ତି, ଉପସଭାପତି ବଦଳୁଛନ୍ତି, ସଭାପତି ନବୀନ ପଟ୍ଟନାୟକ ଅଛନ୍ତି, ସୁଭାଷ ସିଂ କୋଷାଧ୍ୟକ୍ଷ ଅଛନ୍ତି। କାହିଁକି? ଇରେ ଭାଇ ଟଙ୍କା ଯାହା ଉଠିବ ସଭାପତି ଆଉ କ୍ୟାସିୟରଙ୍କ ଦସ୍ତଖତରେ। ତେଣୁ କ୍ୟାସିୟରଟା ନିଜ ଲୋକ ନ ରଖିଲେ ଆଜି 3 କୋଟି ଟଙ୍କା ଉଠିବ କି 2 କୋଟି ଟଙ୍କା ଉଠିବ ସେଟାକୁ ମନ ଇଚ୍ଛା ହେଇପାରିବ? ସୁଭାଷ ସିଂ ଚାହିଁଲେ ମୁଁ କଟକରେ ରାଜ କରିବି। ବିଜେଡି ସୁଭାଷ ସିଂ ଗଢିଥିଲେ କଟକରେ। 2009 ମସିହାରୁ ସେଠି ଦେବାଶିଷ ସାନ୍ତାଳ ଆକ୍ଟିଭ ଅଛନ୍ତି, ପ୍ରଭାତ ବିଶ୍ୱାଳ ଆକ୍ଟିଭ ଅଛନ୍ତି। ସେମାନେ ବର୍ଷ ବର୍ଷ କଣ ଇଏ ବାମପନ୍ଥୀରୁ ଯାଇକି ନବୀନ ପଟ୍ଟନାୟକ ଦିହକ ଯାକ ବିରୋଧ କରୁଥିଲେ, ଆଙ୍କ ହାତରେ ଦେବେ। ଆଉ ସୁଭାଷ ସିଂ ପାଣ୍ଡିଆନଙ୍କ ପାଖରେ ପ୍ରିୟ ହେଇପାରନ୍ତି। ଦେବାଶିଷ ସାନ୍ତାଳ ଭଳି ଲୋକ ଯାହାଙ୍କ ବାପା 1985 ମସିହାରେ ବି କଂଗ୍ରେସର ଏମଏଲଏ ଥିଲେ, ଆଙ୍କ ପାଖରେ ହାଞ୍ଜି ହାଞ୍ଜି କରିବେ? ପ୍ରାକ୍ଟିକାଲକୁ ଚାଲନ୍ତୁ। ଖାଲି ସୋସିଆଲ ମିଡ଼ିଆରେ ଖାଲି ପ୍ରମିଳା ମଲ୍ଲିକ ଗୋଟେ କଥା କହିଲେ, ସେ ବେପାର ପାଇଁ ଆଇଥିଲେ। ଆମର ପ୍ରମିଳା ମଲ୍ଲିକଙ୍କୁ ପ୍ରଶ୍ନ, ତାଙ୍କର ବେପାର କଣ ଆଜି କରୁଛନ୍ତି? ଏ ଜାନକୀ ପଟ୍ଟନାୟକ ସରକାର ଅମଳରୁ ସେ ବେପାର କରୁଛନ୍ତି, ତାଙ୍କର ଠିକାଦାରୀ ବିଜନେସ ଅଛି। ତେମେ ତାଙ୍କୁ ତିର୍ତ୍ତୋଲ ଟିକେଟ ଦେଇଥିଲ, କାରଣ ତା ବାପା ସେଠୁ ଏମଏଲଏ ଥିଲେ, ଚିରଞ୍ଜୀବ ବିଶ୍ୱାଳ ଭଳି ଟାଣୁଆ ନେତାଙ୍କୁ ହରାଇଥିଲେ। କେହି କାହାର ଦୟାରେ ଏଠି ନେତା ହେଇନାହାନ୍ତି। ତେଣୁ ନେତା ଗଲା ପରେ ତାଙ୍କ ପ୍ରତି ଯୋଉ କୁହାଯାଉଛି ଠିକ ନୁହେଁ। ତାପରେ ରହିଲା ଭାରତୀୟ ଜନତା ପାର୍ଟି କଥା, ସେ ଯିବାଟା ନିଶ୍ଚିତ। ଆ ଦ୍ୱାରା ବିଜୁ ଜନତା ଦଳର କ୍ଷତି ହେଇଛି। ମହତାବ ଗଲେ କଟକରେ ବିଜେପିକୁ ଏଇ ପାଣ୍ଡିଆନଙ୍କ ପାଇଁ, ବର୍ତ୍ତମାନ ଦେବାଶିଷ ସାନ୍ତରା ଗଲେ ଏଇ ପାଣ୍ଡିଆନଙ୍କ ପାଇଁ, ପ୍ରଭାତ ବିଶ୍ୱାଳ ବି କାହା ନା କହିକି ଗଲେ ପାଣ୍ଡିଆନ ପାଇଁ। ସମସ୍ତେ ଭୁଲ, ତମେ ଏକୁଟିଆ ଠିକ? ଏ କଥା ବି ବିଚାର କରିବାର ଆବଶ୍ୟକତା ରହିଛି। ଇରେ ଭାଇ, ଆପଣଙ୍କୁ ଯଦି ଯୋଉଠି ପଇସା ମିଳିବ, ଶ୍ୱଶୁର ଘର ପାଖରେ ଯଦି ପଇସା ମିଳିଥିବ, ଆପଣ ଯଦି ଘର ଜୁଆଁ ହେଇକି ଗଲେ ବି ଶୁଣୁଥିବେ, କିନ୍ତୁ କାର ଚଢୁଥିବେ। ଲୋକ କହନ୍ତୁ ତୁମେ କାର ଚଲୁଛ, 3 ମହଲା ଘର ରହୁଛ, ଯେମିତି ଘର ଜୁଆଇଁ ମାନଙ୍କର ତାଙ୍କୁ ଯେତେ ଯିଏ ଟାଇଟା ପାରା କଲେ ବି ସେମାନେ ପ୍ରତିକ୍ରିୟା ଦିଅନ୍ତିନି। ଇଏ ଦେଖିଲେ 625 କୋଟି ଟଙ୍କା ଦଳ ମୋର, ଦିଲ୍ଲୀ ଘର ମୋର। ଆଉ କଣ ଆଇସିଏଫ୍ ଚାକିରି କରିଥିଲେ କେତେ ଟଙ୍କା ପାଇଥାନ୍ତେ? ମାସକୁ 3 ଲକ୍ଷ ଟଙ୍କା ଦରମା ହେଲେ ବର୍ଷକୁ ହେଲା 36 ଲକ୍ଷ। ଯୋଉ ପାଣ୍ଡିଆନ ଓଡିଶାର ସେବା କରିବା ପାଇଁ ଚାକିରି ଛାଡ଼ିଦେଲେ, ଯୋଉଟା କହିଲେ ଗପ, ବର୍ଷକୁ 36 ଲକ୍ଷ। ଆଉ 10 ବର୍ଷ ଚାକିରି କରିଥିଲେ କେତେ ପାଇଥାନ୍ତେ? 3,60,00,000, ସୁଧମୂଳ ମିଶିଲେ କେତେ? 5 କୋଟି। ଏଟା 625 କୋଟି ଠୁଆ ହେଇଛି, ଖୁମ୍ପାଟା ମାରିଦେଲେ 10-15 କୋଟି। ବୁଝ ଭାଇ, ବେପାରଟାକୁ ବୁଝ।